ସ୍ତ୍ରୀମାନଙ୍କର ଏହି ଚାରୋଟି ଭୋକ କେବେ ବି ମେଣ୍ଟି ନଥାଏ। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ନାରୀମାନଙ୍କର କେଉଁ ଭୋକଗୁଡ଼ିକ କେବେ ହେଲେ ମଧ୍ୟ ମେଣ୍ଟି ନଥାଏ ଏବଂ ବୟସ ବଢ଼ିବା ସହିତ ସେହି ଭୋକ ମଧ୍ୟ ବଢ଼ିବାରେ ଲାଗିଥାଏ। ତ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିବା ସହିତ ଭିଡ଼ିଓ ଗୋଟେ ଲାଇକ୍ କରିଦିଅନ୍ତୁ। ଆସନ୍ତୁ ଜାଣିବା ଯେ ନାରୀମାନଙ୍କର ସେହି ଭୋକଗୁଡ଼ିକ ବିଷୟରେ ଯାହା କେବେ ହେଲେ ମଧ୍ୟ କମିନଥାଏ ଏବଂ ଏହାକୁ ପାଇବା ପରେ ନାରୀମାନଙ୍କର ସେହି ଭୋକରେ ଆହୁରି ବୃଦ୍ଧି ଦେଖାଯାଇଥାଏ। ବନ୍ଧ ବନେଇବାର ଇଚ୍ଛା। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ନାରୀମାନଙ୍କ ମଧ୍ୟରେ ସମ୍ବନ୍ଧ ବନେଇବା ବା ସମ୍ଭୋଗ କରିବାର ଇଚ୍ଛା ପୁରୁଷମାନଙ୍କ ତୁଳନାରେ ଅଧିକ ଦେଖିବାକୁ ମିଳିଥାଏ। ଏହା ମଧ୍ୟ କୁହାଯାଇଛି କି ନାରୀମାନଙ୍କ ବୟସ ବଢ଼ିବା ସହିତ ତାଙ୍କର ସମ୍ଭୋଗ କରିବାର ଇଚ୍ଛା କମିବା ଅପେକ୍ଷା ଦିନକୁ ଦିନ ବଢ଼ିବାରେ ଲାଗିଥାଏ। ଶୃଙ୍ଗାର ହେବା। ଆଚାର୍ଯ୍ୟ ଚାଣକ୍ୟ କହିବା ଅନୁଯାୟୀ ନାରୀମାନଙ୍କର ଶୃଙ୍ଗାର କରିବାର ଇଚ୍ଛା କେବେ ହେଲେ ମଧ୍ୟ ପୂର୍ଣ୍ଣ ହୋଇନଥାଏ, ଅଥଚ ଶୃଙ୍ଗାର କରିବା ନାରୀମାନଙ୍କର ଅଧିକାର ହୋଇଥାଏ। ଶୃଙ୍ଗାର ବିନା ନାରୀମାନେ ସମ୍ପୂର୍ଣ୍ଣ ହୋଇନଥାନ୍ତି। ଶୃଙ୍ଗାର ନାରୀମାନଙ୍କର ସୁନ୍ଦରତା ବଢ଼ାଇବା ସହିତ ତାଙ୍କୁ ସମ୍ମାନ ମଧ୍ୟ ପ୍ରଦାନ କରିଥାଏ। କିନ୍ତୁ ଆପଣମାନେ ଏହା ଜାଣିଛନ୍ତି କି ନାରୀମାନଙ୍କର ଏହି ଭୋକ କେବେ ହେଲେ ମେଣ୍ଟି ନଥାଏ। ଏହା କମିବା ଅପେକ୍ଷା ପ୍ରତିଦିନ ବଢ଼ିବାରେ ଲାଗିଥାଏ। ନାରୀମାନଙ୍କୁ ଶୃଙ୍ଗାର କରିବା ଅତ୍ୟନ୍ତ ଭଲ ଲାଗିଥାଏ, ଯାହାଫଳରେ ସେହି ଯୋଗୁଁ ଅଧିକରୁ ଅଧିକ ସୁନ୍ଦର ଦେଖାହେବା ପାଇଁ ଚେଷ୍ଟା କରିଥାନ୍ତି। ଏହା ଦେଖାଯାଇଛି ଯେ ନାରୀମାନେ ତାଙ୍କ ବୟସ ଲୁଚାଇବା ପାଇଁ ମଧ୍ୟ ନିଜ ବୟସକୁ କମ୍ ଦେଖାଇବା ପାଇଁ ଶୃଙ୍ଗାର କରିଥାନ୍ତି। ନାରୀମାନଙ୍କର ଏହି ଭୋକ କେବେ ହେଲେ ମଧ୍ୟ ମେଣ୍ଟି ନଥାଏ ଏବଂ ସମୟ ସହ ଏହା ବଢ଼ିବାରେ ଲାଗିଥାଏ। ଏ ଘର ମାଉସୀ ସେ ଘର ପିଉସୀ। ଆପଣମାନେ ଏହା ଭଲ ଭାବରେ ଜାଣିଥିବେ ଯେ ନାରୀମାନେ ଜଣଙ୍କ କଥା ଆଉ ଜଣଙ୍କ ଆଗରେ ନ କହିବା ଯାଏ ତାଙ୍କର ଭାତ ହଜମ ହୋଇନଥାଏ। ନାରୀମାନଙ୍କୁ କଳହ ସୃଷ୍ଟି କରିବା ପାଇଁ ଭଲ ଲାଗିଥାଏ। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ନାରୀମାନେ ଯେଉଁ ଯାଏ ଜଣଙ୍କ କଥା ଆଉ ଜଣଙ୍କ ଆଗରେ ନ କହିଛନ୍ତି ତାଙ୍କର ମନକୁ ଶାନ୍ତି ମିଳିନଥାଏ। ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ନାରୀମାନଙ୍କର ପେଟରେ ଥିବା ବଡ଼ରୁ ବଡ଼ କଥା ମଧ୍ୟ ନିଆଁ ପରି ମାତିଥାଏ, କାହିଁକିନା ନାରୀମାନଙ୍କର ଏହି ଭୋକ ପ୍ରତିଦିନ ବଢ଼ିବାରେ ଲାଗିଥାଏ ଏବଂ ନାରୀମାନଙ୍କର ଏହି ଗୁଣ କେବେ ହେଲେ ମଧ୍ୟ ବଦଳି ନଥାଏ। ନାରୀମାନେ କେବେ ହେଲେ ମଧ୍ୟ ତାଙ୍କର ଏହି ଭୋଗକୁ ମେଣ୍ଟାଇ ପାରିବେ ନାହିଁ, ବରଂ ଏହାର ଭୋଗ ଅଧିକରୁ ଅଧିକ ବଢ଼ିବାରେ ଲାଗିଥାଏ। ତ ଏହା ଥିଲା ଆଜିର ଭିଡ଼ିଓ। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓକୁ ନିଶ୍ଚିତ ଭାବେ ଗୋଟେ ଲାଇକ୍ କରିବେ ଓ ଆପଣଙ୍କ ସାଙ୍ଗସାଥିମାନଙ୍କୁ ସେୟାର କରିଦେବେ। ଧନ୍ୟବାଦ।